ଝିପି ଝିପି ମେଘ ବରସୁଥିବ, ସୁଲସୁଲିଆ ପବନ ବହୁଥିବ, ରାଗୁଆ ଚଟପଟା ସ୍ପ୍ରାଉଟ୍ ଚାଟ୍ ପତ୍ରଠୋଲାଟା ହାତରେ ଥିବ। ସତ କହୁଛି ମଜା ଆସିଯିବ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସବୁଠୁ ସହଜରେ ଚଟପଟା ସ୍ପ୍ରାଉଟ୍ ଚାଟ୍ ଆସନ୍ତୁ କରିବା ପ୍ରସ୍ତୁତ। ସ୍ୱାସ୍ଥ୍ୟକର ଯେମିତି ସ୍ୱାଦିଷ୍ଟ ବି ସେମିତି। ଦର୍ଶକ ବନ୍ଧୁ ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଆମେ ଏଠି ପ୍ରଥମେ ନେବା କୋଳଥ ଗଜା, ଦ୍ୱିତୀୟରେ ନେବା ଏଠି ବୁଟ ଗଜା ଆଉ ତୃତୀୟରେ ମୁଗ ଗଜା। ଆପଣମାନେ ଏଇ ସବୁ ତିନୋଟି ଯାକ ସାମଗ୍ରୀକୁ କ'ଣ କରିବେ ନା ଭଲ ଭାବରେ ଧୋଇକି 12 ଘଣ୍ଟା ବତୁରେଇକି ରଖିବେ ପାଣିରେ। ତାପରେ ତାକୁ ଭଲ ଭାବରେ ପାଣି ବାହାର କରିକି ତାକୁ ଗଜା କରିବେ 12ରୁ 15 ଘଣ୍ଟା ପାଇଁ। ବଢ଼ିଆ ଭାବରେ ଗଜା ହେଇଯିବ। ଏଠି ତା ସହିତ ମୁଁ ନେଇଛି ଗୋଟେ ଗିନା ମଟରକୁ ମଧ୍ୟ ରାତି ସାରା ବତୁରେଇକି ରଖିଥିଲି। ଏବେ ଆମେ ପ୍ରେସର କୁକରରେ ମଟର ଦେଇକି ଅଳ୍ପ ପାଣି ଦେଇଦେବା, ତାପରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଠିକ୍ ମଝିରେ ଗୋଟେ ଗିନା କିମ୍ବା ଷ୍ଟାଣ୍ଡ ରଖିଦେବେ, ତା ଉପରେ ଗୋଟେ ଜାଲିବାଲା ଏମିତି ପ୍ଲେଟ୍ ନେଇଯିବେ। ସେ ପ୍ଲେଟ୍ରେ ଗୋଟେ କପଡ଼ା ରଖିଦେବେ। ଆମେ ଯେତିକି ନେଇଛେ ଗଜା ସେ ସବୁକୁ ଆମେ ସିଧାସଳଖ ପାଣିରେ ସିଝେଇବାନି, ଏମିତି ଷ୍ଟିମ୍ କରିକି ସିଝେଇବା। ସେଥିପାଇଁ ଆମେ କପଡ଼ା ଦେଇକି ଦେଇଦେବା ପ୍ରଥମେ କୋଳଥ ଗଜା ଆଉ ବୁଟ ଗଜା, ତା ସହିତ ଆମେ ମୁଗ ଗଜା ଦେଇଦେବା। ଆପଣମାନେ ଯେତେବେଳେ ସ୍ପ୍ରାଉଟ୍ ବ୍ୟବହାର କରୁଛନ୍ତି ସାଲାଡ଼ ପାଇଁ କିମ୍ବା ଚାଟ୍ ପାଇଁ, ତେବେ ଆପଣମାନେ ସିଧାସଳଖ ପାଣିରେ ନ ସିଝେଇକି ଏମିତି ଷ୍ଟିମ୍ କରିକି ସିଝେଇବେ। ଏଇସବୁକୁ ଦେଇସାରିବା ପରେ ଆମେ ଚିନାବାଦାମ ନେବା, ଅଧା ଗିନା ବତୁରା ହେଇଥିବା ଚିନାବାଦାମ, ତା ସହିତ ଗୋଟେ ଗିନା ଦେବା ମକା, ଯାହାଫଳରେ କି ସ୍ୱାଦ ବହୁତ ବଢ଼ିଆ ରହିବ। ତାପରେ ଟିକେ ଲୁଣ ଛିଞ୍ଚିକି ଭଲ ଭାବରେ ଟିକେ ଓଲଟ ପାଲଟ ବା ଏପଟ ସେପଟ କରିଦେବା, ଯାହାଫଳରେ କି ଏସବୁ ଫିକା ଲାଗିବନି। ଏବେ ଆମେ ପ୍ରେସର କୁକର ଢାଙ୍କୁଣୀ ଦେଇଦେବା, ତାକୁ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3ଟା ସିଟି ଆସିବା ପାଇଁ ଛାଡ଼ିଦେବା। ଆମର ଚାଟ୍କୁ ଚଟପଟା ଆଉ ସୁଆଦିଆ କରିବା ପାଇଁ ଗୋଟେ ମସଲା ଆମେ ପ୍ରସ୍ତୁତ କରିବା। ସେଥିପାଇଁ ନେବା ଜିରା, ଧନିଆ, ତା ସହିତ ପାନମହୁରି ସବୁ ଗୋଟେ ଛୋଟ ଚାମଚ ଲେଖେ ନେବା। ତାପରେ ନେବା ଶୁଖିଲା ଲଙ୍କା, ରସୁଣ ଟିକେ ଅଧିକ ନେବା। ଶୁଖିଲା ଲଙ୍କା ଆଉ ଅଳ୍ପ ପାଣି ଦେଇକି ପୁରାପୁରି ଚିକଣ କରିକି ବାଟିଦେବା। ଆପଣମାନେ ଚାଟ୍ ପ୍ରସ୍ତୁତ କଲାବେଳେ ଏଇ ମସଲା ଦେଇକି ପ୍ରସ୍ତୁତ କରିବେ, ଦେଖିବେ ଚାଟ୍ ପୁରାପୁରି ସ୍ୱାଦିଷ୍ଟ ଲାଗିବ, ସ୍ୱାଦ ପୁରାପୁରି 2 ଗୁଣ ହେଇଯିବ। ଏବେ ଦେଖନ୍ତୁ ଆମର ଏଠି ବଢ଼ିଆ ଭାବରେ ସ୍ପ୍ରାଉଟ୍ ଗୁଡ଼ିକ ସିଝି ଯାଇଛି ଷ୍ଟିମ୍ରେ, ଯେମିତି ସିଝିବା କଥା। ଆଉ ତା ସହିତ ମଟର ବି ଭଲ ଭାବରେ ସିଝି ଯାଇଛି, କିନ୍ତୁ ମଟରକୁ ଅତ୍ୟଧିକ ସିଝେଇ ଦେବେନି। ଗୋଟା ଗୋଟା ଥିବ କିନ୍ତୁ ସିଝିଥିବ। ଏମିତି ମଟରରୁ ସବୁ ପାଣିକୁ କାଢ଼ିଦେବା। ଏଠି ମଟର ପ୍ରସ୍ତୁତ ହେଇଯାଇଛି ସିଝିକି, ଆଉ ସ୍ପ୍ରାଉଟ୍ ଗୁଡ଼ିକ ମଧ୍ୟ ବଢ଼ିଆ ଭାବରେ ସିଝି ଯାଇଛି। ତା ସହିତ ଚିନାବାଦାମ, ମକା ବହୁତ ବଢ଼ିଆ ଲାଗିବ। ନିଶ୍ଚୟ ଆପଣମାନେ ଥରେ ଏମିତି ବନାନ୍ତୁ। ଆଉ ଆପଣମାନେ ସମସ୍ତେ ଜାଣନ୍ତି କୋଳଥ, ମୁଗ ଆଉ ବୁଟ ଏସବୁ ଆମ ଦେହ ପାଇଁ ବହୁତ ବହୁତ ଭଲ। ବିଶେଷ କରି କୋଳଥ ଏତେ ଭଲ, ଆପଣମାନେ କୋଳଥକୁ ନିଶ୍ଚିନ୍ତ ଭାବରେ ଆପଣଙ୍କର ଖାଦ୍ୟରେ ସାମିଲ କରନ୍ତୁ। ଆଉ ଯଦି ଏସବୁକୁ ଆପଣମାନେ ଗଜା କରିକି ଖାଇବେ ତ ଆହୁରି ବଢ଼ିଆ। ଏବେ ଆମେ ଚାଟ୍ର ମସଲା ପାଇଁ ନେବା କଡ଼େଇରେ ତେଲ, ଅଳ୍ପ ଟିକେ ଦେବା ଜିରା, ତା ସହିତ ଗୋଟେ ଚାମଚ ଦେବା ବିରି ଡାଲି, ବଢ଼ିଆ ପୁରା କ୍ରଞ୍ଚିନେସ୍ ହେଇକି ଲାଗିବ। କିଛି ଭୃସଙ୍ଗ ପତ୍ର, କିଛି କଞ୍ଚା ଲଙ୍କା କଟା, ଆଉ ଭଲ ବାସ୍ନା ପାଇଁ ଅଳ୍ପ ଟିକେ ଦେଇଦେବା ହେଙ୍ଗୁ। ଏସବୁ ଭଲ ଭାବରେ ହେଇଗଲା ପରେ, ଭୃସଙ୍ଗ ପତ୍ର ପୁରା କ୍ରିସ୍ପି ହେଇଗଲା ପରେ, ଆମେ 2ଟା ବଡ଼ ପିଆଜକୁ ପୁରା ପତଲା ପତଲା ଲମ୍ବା ଲମ୍ବା କରିକି କାଟିକି ଏଠି ପକାଇଦେବା। ଏମିତି ପିଆଜକୁ ହାଲକା ଭାଜିବେ, ବେଶୀ ବି ତାକୁ ବ୍ରାଉନ୍ କରିବେନି। ପିଆଜକୁ ଟିକେ ସମୟ ଭାଜି ସାରିବା ପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମାତ୍ର 2ରୁ 3 ମିନିଟ୍ ଭାଜିଦେବେ। ତାପରେ ଆମେ ଯେଉଁ ମସଲାକୁ ବାଟିକି ରଖିଥିଲେ, ଜିରା, ପାନମହୁରି, ଧନିଆ, ଲଙ୍କା, ରସୁଣ ଟିକେ ଅଧିକ ଦେଇକି ସେଇ ମସଲାକୁ ଏଠି ପକାଇବେ। ଆପଣମାନେ ନିଶ୍ଚୟ ଏମିତି ଚାଟ୍ ଥରେ ପ୍ରସ୍ତୁତ କରନ୍ତୁ, ଦେଖିବେ ବର୍ଷା ଦିନେ ଜମିଯିବ ପୁରା ଚଟପଟା ରାଗୁଆ ଏମିତି ଚାଟ୍। ଆଉ ରସୁଣର ବାସ୍ନା, ତା ସହିତ ପିଆଜର ହାଲକା ହାଲକା କ୍ରଞ୍ଚିନେସ୍ ରହିବ। ତା ସହିତ ଆମେ ଯେଉଁ ସ୍ପ୍ରାଉଟ୍କୁ ବଢ଼ିଆ ଭାବରେ ସିଝେଇ ଦେଇଛେ, ଆଉ ବହୁତ ବହୁତ ବଢ଼ିଆ ଲାଗିବ। ତାପରେ ଏଠି ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ଆଉ ଟିକେ କଳା ଲୁଣ ମଧ୍ୟ ପକାଇଦେବା। ଆପଣମାନେ ଚାହିଁଲେ ଚାଟ୍ ମସଲା ମଧ୍ୟ ଟିକେ ପକାଇ ପାରିବେ। ଏବେ ଆମେ ଅଳ୍ପ ଟିକେ ପାଣି ଦେଇକି ବଢ଼ିଆ ଭାବରେ କଷିଦେବା। ଏଇ ଯେଉଁ ଜିରା, ଧନିଆ, ପାନମହୁରିକୁ ଆମେ କଞ୍ଚା ସବୁ ପୁରା ଗୋଟା ବାଟିଛେ, ତାର କଞ୍ଚା ସ୍ମେଲ୍ଟା ଯିବା ପାଇଁ ମାତ୍ର 4ରୁ 5 ମିନିଟ୍ ପାଇଁ ବଢ଼ିଆ ଭାବରେ ଟିକେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜିଦେବା। ଏମିତି ଆପଣମାନେ ଭାଜିଲା ବେଳେ ମସଲାର ବହୁତ ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ଆପଣମାନେ ଯେଉଁ ସ୍ପ୍ରାଉଟ୍ ଆଉ ତା ସହିତ ମଟର ସିଝା ଏସବୁ ରଖିଥିଲେ ତାକୁ ପକାଇଦେବେ। ମାତ୍ର 1ରୁ 2 ମିନିଟ୍ ପାଇଁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଟିକେ ମସଲା ସହିତ ଭାଜିଦେବେ, ବା ଟିକେ ମସଲା ସହିତ ଆକୁ ଭଲ ଭାବରେ ମିଶାଇ ଦେବେ। ପ୍ରସ୍ତୁତ ହେଇଗଲା ବହୁତ ବଢ଼ିଆ ରାଗୁଆ ଆମର ଚଟପଟା ଚାଟ୍। ଆଉ ଗୋଟେ ସିକ୍ରେଟ୍ ଜିନିଷ
ଜିନିଷ ନିଶ୍ଚୟ ପକାଇବେ। ଏଇଟା ହେଉଛି ଧନିଆ ପୁଦିନାର ଗ୍ରୀନ୍ ଚଟଣି। ଧନିଆ ପୁଦିନା କଞ୍ଚା ଲଙ୍କା ତା ସହିତ ଟିକେ ଲେମ୍ବୁ ରସ ଲୁଣ ଚଟପଟା ହେଇକି ଲାଗିବ ଆଉ ଭଜା ଜିରା ଗୁଣ୍ଡ ଏଥିରେ ପଡ଼ିଛି। ବହୁତ ବଢ଼ିଆ ଗ୍ରୀନ୍ ଚଟଣି। ଏଥିରୁ ଆମେ ଗୋଟେ ବଡ଼ ଚାମଚ ପକାଇକି ଭଲ ଭାବରେ ଗୋଳେଇ ଦେବା। ଯଦି ଗ୍ରୀନ୍ ଚଟଣି ନଥାଏ ତାହେଲେ ଆପଣମାନେ ଧନିଆ ପୁଦିନାକୁ ଭଲ ଭାବରେ ଗୁଣ୍ଡ କରିକି କାଟିଦେବେ ଆଉ ଫାଳେ ଲେମ୍ବୁ ରସ ଚୁପୁଡ଼ି ଦେବେ, ଯାହାଫଳରେ କି ଟିକେ ହାଲକା ଖଟା ଖଟା ଲାଗିବ। ଯେହେତୁ ଆମେ କଞ୍ଚା ଲଙ୍କା ପକାଇଛେ ବହୁତ ବଢ଼ିଆ ପୁରା ରାଗୁଆ ରାଗୁଆ ହେଇକି ରହିବ। ଲଙ୍କା ବି ଆମେ ବାଟିଛେ, ତା ଉପରେ କିଛି ଧନିଆ ପତ୍ର ଆଉ ଟିକେ ଲେମ୍ବୁ ରସ, ପାଟିରୁ ଲାଳ ଗଡ଼ିଯିବ। ଆପଣମାନେ ଥରେ ଏମିତି ବନାନ୍ତୁ, ଦେଖିକି ଆପଣମାନଙ୍କ ପାଟିରୁ ନିଶ୍ଚୟ ଲାଳ ଗଡ଼ୁଥିବ। ନିଶ୍ଚୟ ବନାନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ବହୁତ ବଢ଼ିଆ ଲାଗିବ। ଆଉ ଯେତେବେଳେ ପରସିବେ ପତ୍ର ଠୋଲାରେ ପରସିବେ, ଆହୁରି ମଜା ଆସିଯିବ। ଆପଣମାନେ ତ କେବେ ନା କେବେ ସ୍ପ୍ରାଉଟ୍ ଚାଟ୍ ଖାଇଥିବେ ରାସ୍ତା କଡ଼ରେ, ଯାହାକି ଲେମ୍ବୁ ରସ, କାକୁଡ଼ି, ପିଆଜ, କଞ୍ଚା ଲଙ୍କା ଏସବୁ ଦେଇକି ବିଭିନ୍ନ ପ୍ରକାର ସ୍ପ୍ରାଉଟ୍ ଦେଇକି ଆମେ ଖାଇଥାନ୍ତି। କିନ୍ତୁ ତାଠୁ ଟିକେ ଭିନ୍ନ ଶୈଳୀରେ ଆପଣମାନେ ଏମିତି ପିଆଜ ଆଉ ଭୃଷଙ୍ଗ ପତ୍ର ଭାଜିକି ଯଦି ମସଲା, ଆମେ ଯେଉଁ ସ୍ପେଶାଲ ମସଲା ଗୋଟେ ପ୍ରସ୍ତୁତ କଲେ ବାଟିକି, ସେଇ ମସଲା ଦେଇକି ଏମିତି ଟିକେ ହାଲକା କଷେଇକି ଚାଟ୍ ପ୍ରସ୍ତୁତ କରିବେ ନା, ସତ କହୁଛି ସ୍ୱାଦଟା ପୁରାପୁରି ଚଟପଟା ରହିବ। ପୁରା ଭିନ୍ନ ଶୈଳୀରେ ଭିନ୍ନ ସ୍ୱାଦ ଲାଗିବ। ଏମିତି ପତ୍ର ଠୋଲାରେ ଚାଟ୍କୁ ପରସି ଦେବେ ଆଉ ତା ଉପରେ ଯଦି ପାରିବେ ଟିକେ କଞ୍ଚା ପିଆଜ ଆଉ ଟିକେ ଛଣା ସେଓ ପକାଇଦେବେ, ବାଃ ମଜା ଆସିଯିବ। ଆଉ ବିଶେଷ କରି ମେଘୁଆ ମେଘୁଆ ପାଗ ହେଇଥିବ, ଥଣ୍ଡା ଥଣ୍ଡା ସୁଲସୁଲିଆ ପବନ ବହୁଥିବ, ଏମିତି ପତ୍ର ଠୋଲାରେ ଆପଣମାନେ ଚାଟ୍ ପରସି ଦେବେ ଆଉ ଗପସପ୍ରେ ଜମିଯିବେ, ଦେଖିବେ ବହୁତ ବଢ଼ିଆ ଲାଗିବ। ପରିବାର ଲୋକ ପୁରା ଖୁସି ହେଇଯିବେ। ଏମିତି ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ଆଜିର ପ୍ରସ୍ତୁତି କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣାଇବେ। ଆଜି ପାଇଁ ଏତିକି। ଜୟ ଜୟ ଜଗନ୍ନାଥ।